ଯାଜପୁର ଜିଲ୍ଲାର ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ପତ୍ରର ଶେଷ ଦିନ ରହିଛି। ତେବେ ଏହି ନାମାଙ୍କନ ପତ୍ର ଶେଷ ଦିନରେ ଏକ ନିଆରା ଚିତ୍ର ଦେଖିବାକୁ ମିଳୁଛି। ଆମେ ବର୍ତ୍ତମାନ ଦେଖିବା ଯେ କୃଷକ ସଂଗଠନ ପକ୍ଷରୁ ବରୀ ନିର୍ବାଚନ ମଣ୍ଡଳୀ ପାଇଁ ନିମାଇ ରାୟ ପ୍ରାର୍ଥୀପତ୍ର ଦାଖଲ କରିବାକୁ ଯାଉଛନ୍ତି ଏବଂ ଦେଖନ୍ତୁ ଯେ କୃଷକ ଯେହେତୁ ଗୋଟିଏ ଓଡ଼ିଶାର ମେରୁଦଣ୍ଡ ଏବଂ ଓଡ଼ିଶା କୃଷି ଶ୍ରେଣୀର ତେଣୁ ଗୋଟେ ନିଆରା ଭାବରେ ସିଏ ପ୍ରାର୍ଥୀପତ୍ର ଦାଖଲ କରିବାକୁ ଯାଉଛନ୍ତି ଯେ କି କାନ୍ଧରେ ହଳ ଲଙ୍ଗଳ ରହିଛି ଏବଂ ସମ୍ପୂର୍ଣ୍ଣ ଚାଷୀର ରୂପରେ ଚାଷୀ ଯେପରି ନିଜ ବିଲକୁ ଯାଏ କ୍ଷେତକୁ ଯାଏ ଚାଷ କରିବାକୁ ସେଇ ରୂପରେ ନୋମିନେସନ ଦାଖଲ କରିବାକୁ ଯାଉଛନ୍ତି। ତେବେ ନିହାତି ଭାବରେ ଇଏ ଗୋଟେ ନିଆରା ଚିତ୍ର ଆମେ ଦେଖିବାକୁ ମିଳିଲା ଯେହେତୁ ଅନେକ ନେତା ଆସନ୍ତି ବାଇକ୍ ରାଲିରେ ଆସନ୍ତି କିନ୍ତୁ ଆଜି ଗୋଟେ ନିଆରା ଶୋଭାଯାତ୍ରା ବର୍ତ୍ତମାନ ଦେଖିବାକୁ ମିଳିଲା। ଦେଖନ୍ତୁ ନିମାଇ ବାବୁ ଆପଣ ବର୍ତ୍ତମାନ ନୋମିନେସନ କରିବାକୁ ଯାଉଛନ୍ତି ଏବଂ ଗୋଟେ ନିଆରା ଶୈଳୀରେ ଯେ ଏପରି ଭାବରେ ଚାଷୀ ଗୋଟେ କ୍ଷେତକୁ ଯାଏ ସେଇଭଳି ଆପଣ ନୋମିନେସନ କରିବାକୁ ଯାଉଛନ୍ତି ତ କ'ଣ ଉଦ୍ଦେଶ୍ୟ? ଇଏ ନିଆରା ଶୈଳୀରେ ମୁଁ ଜଣେ ଚାଷୀ ଭାବେ ଯେଉଁଭଳି ଭାବେ ମୋ ଦୈନନ୍ଦିନ ଜୀବନ ପରିଚର୍ଯ୍ୟା ହୁଏ ଯେଉଁଭଳି ଭାବେ ମୋର ସବୁଦିନ କାମ ଥାଏ ଆଜି ନମିନେସନ କରିବା ସେଇଟା ଗୋଟେ ନୂଆ କଥା ନୁହେଁ। ତେଣୁ ଦୈନନ୍ଦିନ କାମ ସହ ଯୋଡ଼ା ହେଇଛି ଯେଉଁ କଥା ମୁଁ ଲୋକଙ୍କୁ ବାର୍ତ୍ତା ଦେଇଛି। ମୁଁ ବର୍ଷକ 365 ଦିନ ସବୁଦିନ ଏମିତି ଗାଁ ରହୁଛି। ଆଜି ଲୋକ ପ୍ରତିନିଧି ହେଇଗଲେ ସେଇଆ କରିବି ସେଇ ଗାଁରେ ରହିବି ସେଇ ମୋଟରସାଇକେଲ ଖଣ୍ଡେ ଧରି ଘର ଘର କି ବୁଲିବି ଲୋକଙ୍କ କାମ କରିବି। ତେଣୁ ଇଏ କିଛି ନିଆରା କଥା ନୁହେଁ, ଇଏ ହେଉଛି ମୋର ସବୁଦିନ କଥା। ଆଜି ମଧ୍ୟ ସେଇ କଥା, ଇଏ କିଛି ଭିନ୍ନ କଥା ନୁହେଁ। ଏବଂ ଆଜି ଯେଉଁ ପ୍ରସଙ୍ଗରେ ଆମେ ଯାଉଛୁ ଚାଷୀ ବଞ୍ଚିଲେ ଦେଶ ବଞ୍ଚିବ, ଇଏ ସେଇ କଥା। ଚାଷୀକି ବଞ୍ଚିବାକୁ ପଡ଼ିବ। ଆଜି ଦେଶର ଜନତା ଦେଖନ୍ତୁ ଚାଷୀମାନେ ଆସିଛନ୍ତି ସେ ମଦ ପିଇକି ଆସିନାହାନ୍ତି, ଭଡ଼ାଟିଆ ହେଇକି ଆସିନାହାନ୍ତି, କାହାର ଗୋଲାମ କରିକି ଆସିନାହାନ୍ତି କି ବାଣ ବାଜା ପକେଇ ଆସିନାହାନ୍ତି। ସେମାନେ ଯେଉଁ କାମ ଗାଁରେ କରନ୍ତି ଗାଁରେ ଯେମିତି ଯେଉଁ ପାରମ୍ପରିକ ଅଛି ଗାଁରେ ଯେମିତି ସେମାନେ ସାଂସ୍କୃତିକ ପରିବେଶ ଅଛନ୍ତି ସେଭଳି ନିଜର ସାଥୀ ମୃଦଙ୍ଗ ଖଣ୍ଡେ ଧରି ଖୋଳ ଖଣ୍ଡେ ଧରି ଆସନ୍ତି, ସାଥୀ ଲଙ୍ଗଳ ଖଣ୍ଡେ ଧରି ଆସନ୍ତି। ସେ ହେଉଛି ଚାଷୀଙ୍କର ପରିଚୟ। ସେଇ ପରିଚୟ ଆଜି ଦୁନିଆକୁ ଜଣାଇ ଦେବାକୁ ଚାହୁଁଛୁ। ଚାଷୀ ନିଜେ କ୍ଷେତରେ ଯେମିତି ରାଜରାସ୍ତାରେ ସେମିତି ଭୋଟରେ ମଧ୍ୟ ସେମିତି ସେ କଥା ସେ ପ୍ରମାଣ କରିବାକୁ ଆଜି ଆସିଛି। ଆମେ କହିପାରିବା ଆଜି ଚାଷୀ ସଂଗଠନ ଯେହେତୁ ଯାଜପୁର ଜିଲ୍ଲାରେ ଗୋଟେ କୃଷି ପ୍ରତ୍ୟେକ ଜିଲ୍ଲା ତେଣୁ ନିହାତି ଭାବରେ ଚାଷୀଙ୍କର ଯେଉଁ ସମସ୍ୟା ରହିଛି ତା ସମାଧାନ କରାଯାଇପାରିବ। ହଁ, ମୁଁ ଆଜ୍ଞା ରାଜନୈତିକ ଲୋକ ନୁହେଁ, ପ୍ରଥମ ଥର ପାଇଁ ଆଜି ରାଜନୀତିରେ ଯୋଗ ଦେଇଛି। ଦୀର୍ଘ 14 ବର୍ଷର ଆନ୍ଦୋଳନ ଭିତରେ ଦେଖିଲୁ କୌଣସି ଦରକାର ସେ ବିଜେଡି ହଉ ବିଜେପି ହଉ କଂଗ୍ରେସ ହଉ ଚାଷୀଙ୍କ କଥା ଶୁଣିଲେ ନାହିଁ। ଚାଷୀ ଉପରେ ସମସ୍ତ ଅତ୍ୟାଚାର ସବୁ ଦଳମାନେ କରିଚାଲିଲେ। ଆଜି 77 ବର୍ଷରେ ଚାଷୀମାନେ ସବୁ ଦଳକୁ ଜୀବନକୁ ବାଜି ଲଗେଇ ଭୋଟ ଦେଇ ଚାଲିଲେ କିନ୍ତୁ କୌଣସି ଦଳ ଶୁଣିଲେ ନାହିଁ। ସେଇଥିପାଇଁ ଆଜି କହୁଛୁ ଯାଜପୁର ଜିଲ୍ଲାର ହାରାଇ 80ରୁ ଭାଗରୁ ଉର୍ଦ୍ଧ୍ୱ ଲୋକ ଚାଷ ଉପରେ ନିର୍ଭର କରନ୍ତି, ତାଙ୍କ କଥା ହେଇପାରିଲା ନାହିଁ। ଆଜି ଚାଷୀ ସରକାର ସେଇଥିପାଇଁ ଆମେ ଗଢ଼ିବାକୁ ବାହାରିଛୁ। ଏ ଦଳମାନେ ହେଉଛନ୍ତି ଚାଷୀ ପାଇଁ ନୁହନ୍ତି, ଏମାନେ ନିଜ ପେଟ ପାଇଁ ନିଜର କଣ୍ଟ୍ରାକ୍ଟ ପାଇଁ ନିଜର ରୋଜଗାର ପାଇଁ କମ୍ପାନୀ ପାଇଁ ସରକାର। ତେଣୁ ତାକୁ ହଟେଇବା ଦରକାର। ଚାଷୀ ସରକାର ହେବା ଦରକାର। ଚାଷୀ ପ୍ରତିନିଧି ବିଧାନସଭା ଦରକାର। ଇଏ ହେଉଛି ଚାଷୀ ସରକାର ନିଷ୍ପତ୍ତି। ଆପଣ ଦେଖୁଥିଲେ ଯେ ଚାଷୀମାନଙ୍କର ଯେଉଁ ସମସ୍ୟା ରହିଛି ତାକୁ ମଧ୍ୟ ସମାଧାନ କରିହେବ ଏବଂ ଚାଷୀ ସରକାର ଗଠନ ହେବ। ତ ଏମିତି ଗୋଟିଏ ରାଲି କରି ଯେଉଁ ଆସୁଛନ୍ତି ନବନିର୍ମାଣ ଯେଉଁ କୃଷକ ସଂଗଠନ ରହିଛନ୍ତି ସିଏ ନିଶ୍ଚିତ ଭାବରେ କୁହାଯାଇପାରେ ଯେହେତୁ ପୂର୍ବରୁ ନବନିର୍ମାଣ କୃଷକ ସଂଗଠନ ରହିଥିଲା ଏବଂ ଯେହେତୁ ବର୍ତ୍ତମାନ କୃଷକ ନେତା ହିସାବରେ ନିମାଇ ରାୟ ଅନେକ ଦିନ ହେଲା ଚାଷୀଙ୍କ ସହିତ ଥିଲେ, ଚାଷୀଙ୍କ ସମସ୍ୟା ସହିତ ଜଡ଼ିତ ଥିଲେ। ରାଜ୍ୟସ୍ତରୀୟ ନେତା ହିସାବରେ ଚାଷୀଙ୍କର ଅନେକ ସମସ୍ୟାକୁ ରାଜ୍ୟ ସରକାରଙ୍କ ପାଖରେ ପହଞ୍ଚାଇଥିଲେ। ନିହାତି ଭାବରେ ଆଜିର ତାଙ୍କର ଯେଉଁ ନାମାଙ୍କନ ପତ୍ର ଦାଖଲ କରିବାକୁ ଯାଉଛନ୍ତି ଏ ଯେଉଁ ନିଆରା ଚିତ୍ର ଚାଷୀ ଶୈଳୀରେ ହଳ ଲଙ୍ଗଳ ଧରି ନାମାଙ୍କନ ପତ୍ର ଦାଖଲ କରିବାକୁ ଯାଉଛନ୍ତି। ନିହାତି ଭାବରେ ଇଏ ଗୋଟେ ଚାଷୀମାନଙ୍କ ପାଖକୁ ଗୋଟେ ବାର୍ତ୍ତା ଯିବ ଯେ ଚାଷୀ ସରକାର ଆସିବା ଦରକାର ଏବଂ ଚାଷୀଙ୍କର ସମସ୍ୟା ଯଦି ସମାଧାନ ହେବାର ଅଛି ତାହେଲେ ନିହାତି ଭାବରେ ଗୋଟେ ଚାଷୀ ସରକାର ଆସିବାର ଆବଶ୍ୟକତା ରହିଛି। ଯାଜପୁର ଅନିଲ କୁମାର ପଣ୍ଡା, କନକ ନ୍ୟୁଜ୍।